ପ୍ରଥମ ଇତିବୃତ୍ତ ଅଧ୍ୟାୟ 21। ଜନଗଣନା। ଇସ୍ରାଏଲ ବିରୁଦ୍ଧରେ ଶୈତାନ ଉଠି ଇସ୍ରାଏଲୀୟମାନଙ୍କ ସଂଖ୍ୟା ଗଣନା କରିବାକୁ ଦାବିଦଙ୍କୁ ପ୍ରରୋଚନା ଦେଲା। ତହୁଁ ଯୋଆବ ଓ ଅନ୍ୟ ସେନାପତିମାନଙ୍କୁ ଦାବିଦ ଆଦେଶ ଦେଲେ, ତୁମେମାନେ ଯାଇ ବେର୍ଷେବା ଠାରୁ ଦାନ ପର୍ଯ୍ୟନ୍ତ ଇସ୍ରାଏଲୀୟମାନଙ୍କର ଜନଗଣନା କର ଓ ତତ୍ପରେ ମୋର ଜାଣିବା ପାଇଁ ସେମାନଙ୍କର ହିସାବ ମୋ ନିକଟକୁ ନେଇ ଆସ। କିନ୍ତୁ ଯୋଆବ କହିଲା, ପ୍ରଭୁ ନିଜର ସ୍ୱଜନମାନଙ୍କ ସଂଖ୍ୟା ବର୍ତ୍ତମାନ ଅପେକ୍ଷା 7 ଗୁଣରେ ପରିବର୍ତ୍ତିତ କରନ୍ତୁ। ମୋର ମୁନିବ, ହେ ରାଜା, ସେମାନେ ସମସ୍ତେ କ'ଣ ତୁମର ଦାସ ନୁହନ୍ତି? ତାହାହେଲେ ତୁମେ କାହିଁକି ଏହି ଇଚ୍ଛା ପ୍ରକାଶ କରିଅଛ? ଇସ୍ରାଏଲ ବିରୁଦ୍ଧରେ କାହିଁକି ଏହି ପାପ କରିବ? କିନ୍ତୁ ଯୋଆବର ପରାମର୍ଶ ବିପକ୍ଷରେ ରାଜା ନିଜର ଆଦେଶକୁ ଜାହିର କଲେ। ତହୁଁ ଯୋଆବ ତାଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଇସ୍ରାଏଲ ତମାମ ପରିଭ୍ରମଣ କଲା ଓ ପରିଶେଷରେ ଜେରୁସେଲମକୁ ଫେରି ଆସିଲା। ଯୋଆବ ଇସ୍ରାଏଲମାନଙ୍କ ସର୍ବମୋଟ ଜନସଂଖ୍ୟା ଦାବିଦଙ୍କୁ ବିଦିତ କଲା। ଇସ୍ରାଏଲରେ ଖଡ଼୍ଗଧାରୀ 11 ଲକ୍ଷ ଓ ଯୁଦାରେ 4,70,000 ଯୋଦ୍ଧା ଥିଲେ। କିନ୍ତୁ ଲେବି ଓ ବେଞ୍ଜାମିନ ଗୋଷ୍ଠୀର ବ୍ୟକ୍ତିମାନଙ୍କୁ ଯୋଆବ ଗଣନା କଲା ନାହିଁ, କାରଣ ସେମାନେ ରାଜାଙ୍କ ଆଦେଶକୁ ଅପ୍ରୀତିକର ମନେ କଲା। ଜନଗଣନା ବିଷୟ ଈଶ୍ୱରଙ୍କୁ ଅସନ୍ତୁଷ୍ଟ କଲା ଓ ସେ ଇସ୍ରାଏଲକୁ ଆଘାତ କଲେ। ତହୁଁ ଦାବିଦ ଈଶ୍ୱରଙ୍କୁ ପ୍ରାର୍ଥନା କଲେ, ଏହି କାର୍ଯ୍ୟ ସାଧନ କରି ମୁଁ ଅତ୍ୟଧିକ ପାପ କରିଅଛି। କିନ୍ତୁ ମୁଁ ଏହିପରି ମିନତି କରେ ଯେ ତୁମର ଏହି ଦାସର ଅପରାଧ କ୍ଷମା କର, କାରଣ ମୁଁ ଅତିଶୟ ମୂଢ଼ କାର୍ଯ୍ୟ ସମ୍ପାଦନ କରିଅଛି। ଦାବିଦଙ୍କ ଦୂରଦର୍ଶୀ ଗାଦକୁ ପ୍ରଭୁ କହିଲେ, ତୁମେ ଯାଇ ଦାବିଦକୁ କୁହ, ପ୍ରଭୁ ଏହିପରି କହନ୍ତି, ମୁଁ ତୁମ ସମ୍ମୁଖରେ 3ଟି ବିଷୟ ଉପସ୍ଥାପିତ କରେ। ତନ୍ମଧ୍ୟରୁ ତୁମେ ଗୋଟିଏ ମନୋନୀତ କର ଓ ମୁଁ ତାହା ତୁମ ପାଇଁ ନିର୍ବାହ କରିବି। ସୁତରାଂ ଗାଦ ଦାବିଦଙ୍କ ପାଖକୁ ଆସି କହିଲା, ପ୍ରଭୁ କହନ୍ତି, ଯାହା ତୁମର ଇଚ୍ଛା, ଏଥିମଧ୍ୟରୁ ତୁମେ ଗୋଟିକୁ ମନୋନୀତ କର। 3 ବର୍ଷ ବ୍ୟାପୀ ଦୁର୍ଭିକ୍ଷ କିମ୍ବା ତୁମ ଶତ୍ରୁମାନଙ୍କ ଦ୍ୱାରା 3 ମାସ ବ୍ୟାପୀ ଆକ୍ରମଣ ତଥା ସେମାନଙ୍କ ସମ୍ମୁଖରୁ ତୁମର ପଳାୟନ, ଅଥବା 3 ଦିନ ଧରି ଦେଶ ମଧ୍ୟରେ ମହାମାରୀ ତଥା ଖଡ଼୍ଗଧାରୀ ପ୍ରଭୁଙ୍କର ଦୂତଙ୍କ ଦ୍ୱାରା ସମ୍ପାଦିତ ସଂହାର। ଯିଏ ମୋତେ ପଠାଇଛନ୍ତି ତାହାଙ୍କୁ ମୁଁ କି ପ୍ରତ୍ୟୁତ୍ତର ଦେବି? ତୁମେ ଏହା ବର୍ତ୍ତମାନ ସ୍ଥିର କର। ସେ ସମୟରେ ଦାବିଦ ଗାଦକୁ କହିଲେ, ମୁଁ ଅତିଶୟ ବିଷଣ୍ଣ। ପ୍ରଭୁଙ୍କ କରୁଣା ଅତୀବ ବିଶାଳ ଥିବା ଯୋଗୁଁ ମୁଁ ପ୍ରଭୁଙ୍କ ହସ୍ତରେ ସମର୍ପିତ ହୁଏ। କିନ୍ତୁ ମାନବ ହସ୍ତରେ ପତିତ ହେବାର ଅବସର ମୋର ନ ହେଉ। ତହୁଁ ପ୍ରଭୁ ଇସ୍ରାଏଲରେ ମହାମାରୀ ସଂଘଟିତ କରାଇଲେ ଓ 70,000 ଇସ୍ରାଏଲୀୟ ମୃତ୍ୟୁମୁଖରେ ପଡ଼ିଲେ। ଜେରୁସେଲମକୁ ବିଷ୍ଟନ କରିବା ପାଇଁ ଈଶ୍ୱର ଜଣେ ଦେବଦୂତଙ୍କୁ ପଠାଇଲେ। ନଗରୀକୁ ବିନାଶ କରିବା ପାଇଁ ସେ ଉଦ୍ୟତ ହୁଅନ୍ତେ, ସେହି ଅନିଷ୍ଟ କାର୍ଯ୍ୟ ସମ୍ପର୍କରେ ପ୍ରଭୁ ନିଜର ମନରୁ ପରିବର୍ତ୍ତିତ କରି ସଂହାରକ ଦେବଦୂତଙ୍କୁ କହିଲେ, ଯଥେଷ୍ଟ ହେଲା, ବର୍ତ୍ତମାନ ତୁମ ହସ୍ତ ପ୍ରତ୍ୟାହାର କରିନିଅ। ଜେବୁସୀୟ ଅର୍ଣ୍ଣାନର ଶସ୍ୟଖଳା ସମୀପରେ ପ୍ରଭୁଙ୍କ ଦୂତ ଦଣ୍ଡାୟମାନ ଥିଲେ। ଜେରୁସେଲମ ବିରୁଦ୍ଧରେ ପ୍ରଭୁଙ୍କ ଦୂତ ନିଷ୍କାସିତ ଖଡ଼୍ଗ ଧାରଣ କରି ଆକାଶମଣ୍ଡଳ ତଥା ଭୂପୃଷ୍ଠ ମଧ୍ୟରେ ଦଣ୍ଡାୟମାନ ହୋଇଥିବା ଦାବିଦ ଦେଖିବାକୁ ପାଇଲେ। ତତ୍କ୍ଷଣାତ୍ ଦାବିଦ ଓ ବୟୋଜ୍ୟେଷ୍ଠମାନେ ଚଟବସ୍ତ୍ର ପରିହିତ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କଲେ। ଈଶ୍ୱରଙ୍କ ନିକଟରେ ଦାବିଦ ପ୍ରାର୍ଥନା କରି କହିଲେ, ଜନଗଣନା କରିବା ପାଇଁ
ଆଜ୍ଞା ଦେଇଥିବା ସେହି ବ୍ୟକ୍ତି କ'ଣ ମୁଁ ନୁହେଁ? ପାପ କରି ଯିଏ ଅତିଶୟ ଦୁଷ୍କର୍ମ କରିଅଛି ସେହି ବ୍ୟକ୍ତି ଜଣକ ମୁଁ। କିନ୍ତୁ ଏହି ମେଷପଲ କି ଦୋଷ କରିଅଛନ୍ତି? ପ୍ରଭୁ ହେ ଈଶ୍ୱର, ମୁଁ ଏହି ବିନମ୍ର ପ୍ରାର୍ଥନା କରେ ଯେ ତୁମ ହସ୍ତ ମୋର ତଥା ମୋ ପିତୃଗୃହ ବିରୁଦ୍ଧରେ ପତିତ ହେଉ। ସୁତରାଂ ମହାମାରୀ କବଳରୁ ଏହି ଜନତାଙ୍କୁ ମୁକ୍ତ କର। ତତ୍ପରେ ଦାବୀଦ ଜେବୁସୀୟ ଅର୍ଣ୍ଣାନର ଶସ୍ୟଖଳା ସ୍ଥାନକୁ ଯାଇ ସେଠାରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏ ବଳିପୀଠ ନିର୍ମାଣ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେବା ପାଇଁ ପ୍ରଭୁଙ୍କ ଦୂତ ଗାଦକୁ କହିଲେ। ପ୍ରଭୁଙ୍କ ନାମରେ ଗାଦ ଦ୍ୱାରା କଥିତ ବଚନ ଅନୁସାରେ ଦାବୀଦ କଲେ। ଗହମ ବେଙ୍ଗଳା ପକାଇବା ସମୟରେ ଅର୍ଣ୍ଣାନ ବୁଲି ପଡ଼ି ଦେବଦୂତଙ୍କୁ ଦେଖିବାକୁ ପାଇଲା। ତହୁଁ ତାଙ୍କ ସହବର୍ତ୍ତୀ 4 ଜଣ ପୁତ୍ର ଲୁଚି ରହିଲେ। ଦାବୀଦ ଆସୁଥିବା ଦେଖି ଅର୍ଣ୍ଣାନ ଶସ୍ୟଖଳାରୁ ବାହାରି ଆସି ଦାବୀଦଙ୍କ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କଲା। ଦାବୀଦ ଅର୍ଣ୍ଣାନକୁ କହିଲେ, ଜନତା ମଧ୍ୟରୁ ମହାମାରୀ ଯେପରି ଅପସାରିତ ହୁଏ ସେଥିପାଇଁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ବଳିପୀଠ ନିର୍ମାଣ କରିବା ସକାଶେ ଏହି ଶସ୍ୟଖଳା ମୋତେ ଦିଅ। ସମ୍ପୂର୍ଣ୍ଣ ମୂଲ୍ୟ ବିନିମୟରେ ତୁମେ ତାହା ମୋତେ ବିକ୍ରୟ କରିବ। ସେ ସମୟରେ ଅର୍ଣ୍ଣାନ ଦାବୀଦଙ୍କୁ କହିଲା, ତୁମେ ତାହା ଗ୍ରହଣ କରିପାରିବ। ମୋର ମୁନିବ ରାଜାଙ୍କ ଦୃଷ୍ଟିରେ ତାହା ଉତ୍ତମ, ସେ ତଦନୁଯାୟୀ କରନ୍ତୁ। ଦେଖ, ହୋମ ବଳି ପାଇଁ ବଳଦ, କାଠ ପାଇଁ ମଛନ ଶକଟ ଓ ଶସ୍ୟ ବଳି ପାଇଁ ଗହମ ପ୍ରଭୃତି ସମସ୍ତ ବସ୍ତୁ ମଧ୍ୟ ମୁଁ ପ୍ରଦାନ କରେ। କିନ୍ତୁ ରାଜା ଦାବୀଦ କହିଲେ, ତାହା ହୋଇ ନ ପାରେ। ସମ୍ପୂର୍ଣ୍ଣ ମୂଲ୍ୟ ବିନିମୟରେ ମୁଁ ତାହା କ୍ରୟ କରିବି। ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ତୁମର କୌଣସି ବସ୍ତୁ ମୁଁ ଗ୍ରହଣ କରିବି ନାହିଁ ଓ ବିନା ମୂଲ୍ୟରେ ମୁଁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ବଳି ଉତ୍ସର୍ଗ କରିବି ନାହିଁ। ସୁତରାଂ ସେହି ସ୍ଥାନର ମୂଲ୍ୟ ବିନିମୟରେ ଦାବୀଦ 600 ସେକେଲ ସ୍ୱର୍ଣ୍ଣ ଅର୍ଣ୍ଣାନକୁ ପ୍ରଦାନ କଲେ। ଦାବୀଦ ସେଠାରେ ଏକ ବଳିପୀଠ ନିର୍ମାଣ କଲେ ଏବଂ ତାହା ଉପରେ ହୋମ ବଳି ତଥା ଶାନ୍ତି ବଳି ଉତ୍ସର୍ଗ କରି ପ୍ରଭୁଙ୍କ ସନ୍ନିଧାନରେ ପ୍ରାର୍ଥନା କଲେ। ହୋମ ବଳିପୀଠ ଉପରକୁ ଆକାଶରୁ ଅଗ୍ନି ପଠାଇ ପ୍ରଭୁ ତାଙ୍କୁ ପ୍ରତ୍ୟୁତ୍ତର ଦେଲେ। ପ୍ରଭୁ ଦୂତଙ୍କୁ ଆଦେଶ ଦେଲେ ଓ ସେ ନିଜ ଖଡ୍ଗ କଷାବୃତ କଲେ। ଜେବୁସୀୟ ଅର୍ଣ୍ଣାନର ଶସ୍ୟଖଳା ସ୍ଥାନରେ ଦାବୀଦଙ୍କ ପ୍ରାର୍ଥନା ଶୁଣି ପ୍ରଭୁ ଉତ୍ତର ଦେଇଥିବା ଦେଖି ଦାବୀଦ ସେଠାରେ ନୈବେଦ୍ୟ ଉତ୍ସର୍ଗ କଲେ। କାରଣ ମରୁ ପ୍ରାନ୍ତରେ ମୋଶେସଙ୍କ ଦ୍ୱାରା ନିର୍ମିତ ପ୍ରଭୁଙ୍କ ଆଳୟ ତଥା ହୋମ ବଳିପୀଠ ସେହି ଦିନମାନଙ୍କରେ ଗିବେୟାନ ସ୍ଥିତ ଉଚ୍ଚ ପୂଜାସ୍ଥାନରେ ଥିଲା ଏବଂ ପ୍ରଭୁଙ୍କ ଦୂତଙ୍କ ଖଡ୍ଗ ପ୍ରତି ଭୟଭୀତ ହେବା ଯୋଗୁଁ ତାହାଙ୍କ ଅଭୀଷ୍ଟ ସନ୍ଧାନ କରିବା ପାଇଁ ଦାବୀଦ ସେ ସ୍ଥାନକୁ ଯାଇ ପାରିନଥିଲେ। ଅଧ୍ୟାୟ 22 ଦେବାଳୟ ନିର୍ମାଣର ପ୍ରସ୍ତୁତି। ସେ ସମୟରେ ଦାବୀଦ କହିଲେ, ପ୍ରଭୁ ଈଶ୍ୱରଙ୍କ ଆଳୟ ଓ ଇସ୍ରାଏଲୀୟ ଜନତା ପାଇଁ ଆବଶ୍ୟକୀୟ ହୋମ ବଳିପୀଠ ଏଠାରେ ଅବସ୍ଥାପିତ ହେବ। ଏହାପରେ ଇସ୍ରାଏଲ ମଧ୍ୟବାସୀ ବିଦେଶୀୟମାନଙ୍କୁ ଏକତ୍ରିତ କରିବା ପାଇଁ ଦାବୀଦ ଆଦେଶ ଦେଲେ। ଦେବାଳୟ ନିର୍ମାଣ ପାଇଁ ଆବଶ୍ୟକ ମସୃଣ ପଥର ପ୍ରସ୍ତୁତ କରିବା ପାଇଁ ସେ ପଥର କଟାଳିମାନଙ୍କୁ ନିଯୁକ୍ତି କଲେ। ପ୍ରବେଶ ପଥର ଦ୍ୱାର ସମୂହ ପାଇଁ ଆବଶ୍ୟକ କଣ୍ଟା ତଥା କବ୍ଜାର ନିର୍ମାଣ ନିମନ୍ତେ ସେ ଅପରିମିତ ଲୁହା ତଥା ପିତ୍ତଳ ମଧ୍ୟ ସଂଗ୍ରହ କଲେ। ସିଦୋନ ଓ ତୀରବାସୀମାନେ ଦାବୀଦଙ୍କ ପାଖକୁ ନେଇ ଆସିଥିବା ପ୍ରଚୁର ଦେବଦାରୁ କାଠ ମଧ୍ୟ ସେ ଏକତ୍ରିତ କଲେ। ଦାବୀଦ କହିଲେ, ମୋର ପୁତ୍ର ସଲୋମନ ଜଣେ
ଯୁବା ତଥା ଅନଭିଜ୍ଞ ବ୍ୟକ୍ତି। ପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମିତ ହେବାକୁ ଥିବା ଆଳୟ ସର୍ବଦେଶରେ ସୁଖ୍ୟାତି ତଥା ଗୌରବ ଲାଭ କରିପାରିବା ଭଳି ଅତୀବ ମନୋହର ହେବା ଉଚିତ। ସୁତରାଂ ସେଥିପାଇଁ ଆବଶ୍ୟକ ସମସ୍ତ ବସ୍ତୁ ମୁଁ ଆନୟନ କରିବି। ତହୁଁ ଦାବିଦ ନିଜ ମୃତ୍ୟୁ ପୂର୍ବରୁ ସେଥିପାଇଁ ଆବଶ୍ୟକ ସମସ୍ତ ବସ୍ତୁ ବହୁ ପରିମାଣରେ ସଂଗ୍ରହ କରି ରଖିଲେ। ଏହାପରେ ନିଜ ପୁତ୍ର ସଲୋମନଙ୍କୁ ଡାକି ପ୍ରଭୁ ଇସ୍ରାଏଲର ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଆଳୟ ନିର୍ମାଣ କରିବାକୁ ସେ ନିର୍ଦ୍ଦେଶ ଦେଲେ। ଦାବିଦ ସଲୋମନଙ୍କୁ କହିଲେ, ହେ ମୋର ବତ୍ସ, ପ୍ରଭୁ ମୋର ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଆଳୟ ନିର୍ମାଣ କରିବା ପାଇଁ ମୁଁ ଆଶା ପୋଷଣ କରିଥିଲି। କିନ୍ତୁ ପ୍ରଭୁ ମୋତେ କହିଲେ, ତୁମେ ବହୁ ପରିମାଣର ରକ୍ତପାତ ଘଟାଇଅଛ, ଅନେକ ସଂଗ୍ରାମ ମଧ୍ୟ କରିଅଛ। ମୋର ସମ୍ମୁଖରେ ଏହିପରି ଅତ୍ୟନ୍ତ ରକ୍ତପାତ କରିଥିବା ଯୋଗୁଁ ତୁମେ ମୋର ନାମ ଉଦ୍ଦେଶ୍ୟରେ ଏକ ଆଳୟ ନିର୍ମାଣ କରିପାରିବ ନାହିଁ। ତୁମଠାରୁ ଜଣେ ପୁତ୍ର ଜାତ ହେବ, ସେ ଶାନ୍ତିପ୍ରିୟ ହେବ। ଚତୁଃପାର୍ଶ୍ୱସ୍ଥ ସମସ୍ତ ଶତ୍ରୁମାନଙ୍କ ତରଫରୁ ମୁଁ ତାକୁ ଶାନ୍ତି ପ୍ରଦାନ କରିବି। ସେ ସଲୋମନ ନାମରେ ନାମିତ ହେବ। ତାର ଜୀବନ କାଳରେ ମୁଁ ଇସ୍ରାଏଲକୁ ଶାନ୍ତି ତଥା ସୁସ୍ଥିରତା ପ୍ରଦାନ କରିବି। ମୋର ନାମ ଉଦ୍ଦେଶ୍ୟରେ ସେ ଏକ ଆଳୟ ନିର୍ମାଣ କରିବ। ସେ ମୋର ପୁତ୍ର ହେବ ଓ ମୁଁ ତାର ପିତା ହେବି। ମୁଁ ତାର ସିଂହାସନକୁ ଚିରକାଳ ବ୍ୟାପୀ ଦୃଢ଼ୀଭୂତ କରିବି। ବର୍ତ୍ତମାନ ହେ ମୋର ବତ୍ସ, ପ୍ରଭୁ ତୁମର ସହବର୍ତ୍ତୀ ହୁଅନ୍ତୁ। ତୁମ ସମ୍ବନ୍ଧରେ ପ୍ରଭୁ କଥିତ ବଚନ ମୁତାବକ ପ୍ରଭୁ ତୁମ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଆଳୟ ନିର୍ମାଣ କରିବା କାର୍ଯ୍ୟରେ ତୁମେ ସଫଳ ହୁଅ। ଇସ୍ରାଏଲର ଶାସନର ଦାୟିତ୍ୱ ତୁମ ହସ୍ତରେ ସମର୍ପିତ ହେବା ବେଳେ ପ୍ରଭୁ ତୁମ ଈଶ୍ୱରଙ୍କ ବିଧାନକାଳୀନକୁ କାର୍ଯ୍ୟକାରୀ କରିବା ପାଇଁ ସେ ତୁମକୁ ବିବେକ ତଥା ବୁଦ୍ଧିଶକ୍ତି ପ୍ରଦାନ କରନ୍ତୁ। ମୋଶେସଙ୍କ ମାଧ୍ୟମରେ ପ୍ରଭୁ ଇସ୍ରାଏଲକୁ ପ୍ରଦାନ କରିଥିବା ନିୟମ ତଥା ଅଧ୍ୟାଦେଶ ତୁମେ ଯଦି ମନୋଯୋଗ ପୂର୍ବକ ପାଳନ କରିବ, ତେବେ ତୁମେ ଐଶ୍ୱର୍ଯ୍ୟଶାଳୀ ହେବ। ତୁମେ ଶକ୍ତିଶାଳୀ ତଥା ନିର୍ଭୀକ ହୁଅ, ଭୟଭୀତ କିମ୍ବା ବିଚଳିତ ହୁଅ ନାହିଁ। ପ୍ରଭୁଙ୍କ ଆଳୟ ସକାଶେ ମୁଁ 1,00,000 ତାଲେନ୍ତ ସ୍ୱର୍ଣ୍ଣ, 10,00,000 ତାଲେନ୍ତ ରୌପ୍ୟ ଓ ଅପରିମିତ ପିତ୍ତଳ ତଥା ଲୁହା ବହୁ କଷ୍ଟ ସହକାରେ ସଂଗ୍ରହ କରିଅଛି। କାଷ୍ଠ ତଥା ପଥର ମଧ୍ୟ ମୁଁ ଏକତ୍ରିତ କରିଅଛି। ଏଥିସହ ଆବଶ୍ୟକୀୟ ଅଧିକ ବସ୍ତୁ ତୁମେ ମଧ୍ୟ ସଂଗ୍ରହ କରିବ। ପଥର କଟାଳି, ରାଜମିସ୍ତ୍ରୀ, ବଢ଼େଇ, ସଂଖ୍ୟାଧିକ ହସ୍ତକୁଟୀଳ ଶିଳ୍ପୀ ଏବଂ ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ ତଥା ଲୌହ ଧାତୁରେ କାର୍ଯ୍ୟ କରିବା ପାଇଁ ନିପୁଣ ବହୁ ସଂଖ୍ୟକ କାରିଗରମାନେ ମଧ୍ୟ ତୁମର ଅଛନ୍ତି। ତେଣୁ କାର୍ଯ୍ୟ ଆରମ୍ଭ କର। ପ୍ରଭୁ ତୁମର ସହବର୍ତ୍ତୀ ହୁଅନ୍ତୁ। ନିଜ ପୁତ୍ର ସଲୋମନଙ୍କର ସହାୟକ ହେବା ପାଇଁ ନିର୍ଦ୍ଦେଶ ଦେଇ ଦାବିଦ ସମସ୍ତ ଇସ୍ରାଏଲର ନେତାମାନଙ୍କୁ କହିଲେ, ପ୍ରଭୁ ଈଶ୍ୱର କ'ଣ ତୁମମାନଙ୍କର ସହବର୍ତ୍ତୀ ନୁହନ୍ତି? ସେ କ'ଣ ତୁମମାନଙ୍କୁ ଚତୁଃପାର୍ଶ୍ୱରେ ଶାନ୍ତି ପ୍ରଦାନ କରିନାହାନ୍ତି? ଦେଶବାସୀଙ୍କୁ ସେ ମୋ ହସ୍ତରେ ସମର୍ପଣ କରିଅଛନ୍ତି। ସମସ୍ତ ଦେଶ ପ୍ରଭୁ ଓ ତାହାଙ୍କର ସ୍ୱଜନମାନଙ୍କର ବଶୀଭୂତ ହୋଇଅଛି। ସୁତରାଂ ମନ ପ୍ରାଣ ଦେଇ ପ୍ରଭୁ ତୁମ ଈଶ୍ୱରଙ୍କୁ ଅନ୍ୱେଷଣ କରିବା ପାଇଁ ଯତ୍ନବାନ ହୁଅ। ପ୍ରଭୁଙ୍କ ବ୍ୟବସ୍ଥା ବିଧାନର ସିନ୍ଦୁକ ଓ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ସମସ୍ତ ପବିତ୍ର ପାତ୍ରକୁ ପ୍ରଭୁଙ୍କ ନାମରେ ନିର୍ମିତ ଏକ ଆଳୟ ମଧ୍ୟରେ ସଂରକ୍ଷଣ କରିବା ପାଇଁ ପ୍ରଭୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପବିତ୍ର ଆଳୟ ନିର୍ମାଣ କର। ଅଧ୍ୟାୟ 23। ଲେବୀୟମାନଙ୍କ ଅନ୍ୟାନ୍ୟ ବିଭାଗ ଓ କର୍ତ୍ତବ୍ୟ। ପୂର୍ଣ୍ଣ ଆୟୁଷ ପ୍ରାଣ ହୋଇ ବୃଦ୍ଧ ହେଲାବେଳେ ଦାବିଦ ସଲୋମନଙ୍କୁ ଇସ୍ରାଏଲର ରାଜା ରୂପେ ନିଯୁକ୍ତି କଲେ। ଇସ୍ରାଏଲର ସମସ୍ତ ନେତା, ଯାଜକ ଓ ଲେବୀୟମାନଙ୍କୁ ଦାବିଦ
ଏକତ୍ରିତ କଲେ। 30 ତଥା ତତୋଧିକ ବର୍ଷ ବୟସ୍କ ଲେବୀୟମାନଙ୍କ ସଂଖ୍ୟା ଗଣିତ ହେଲା। ସେମାନେ ସର୍ବମୋଟ 38,000 ବ୍ୟକ୍ତି ଥିଲେ। ଦାବିଦ କହିଲେ, ସେମାନଙ୍କ ମଧ୍ୟରୁ 24,000 ବ୍ୟକ୍ତି ଦେବାଳୟ ମଧ୍ୟରେ ସେବା କାର୍ଯ୍ୟ, 6,000 ବ୍ୟକ୍ତି କର୍ମଚାରୀ ତଥା ନ୍ୟାୟାଧୀଶ, 4,000 ବ୍ୟକ୍ତି ଦ୍ୱାରରକ୍ଷୀ ଏବଂ ଅବଶିଷ୍ଟ 4,000 ବ୍ୟକ୍ତି ପ୍ରଶଂସା ଗାନ ପାଇଁ ମୋ ଦ୍ୱାରା ପ୍ରସ୍ତୁତ ବାଦ୍ୟ ଉପକରଣ ବ୍ୟବହାର କରି ପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ତବଗାନ କରନ୍ତୁ। ଏହାପରେ ଦାବିଦ ସେମାନଙ୍କୁ ଲେବୀର ପୁତ୍ରତ୍ରୟ ଗେର୍ଶମ, କୋହାତ, ମେରାରୀ ପ୍ରଭୃତି କୁଳ ଅନୁସାରେ ବିଭକ୍ତ କଲେ। ଗେର୍ଶମର ପୁତ୍ରମାନେ ଲାଦାନ ଓ ସିମେଇ। ଲାଦାନର ପୁତ୍ରମାନେ ପ୍ରମୁଖ ବ୍ୟକ୍ତି ଜେହିଏଲ, ସେଥାମ, ଜଏଲ ନାମକ 3 ଜଣ ବ୍ୟକ୍ତି। ସିମେଇର ପୁତ୍ରମାନେ ସେଲୋମିତ, ହାସିଏଲ, ହାରାନ ନାମକ 3 ଜଣ ବ୍ୟକ୍ତି। ଏମାନେ ସମସ୍ତେ ଲାଦାନର କୁଳପତି ଥିଲେ। ସିମେଇର ପୁତ୍ରମାନେ ଜାହାତ, ସିନା, ଜେଉସ ଓ ରେବିଆ। ଏହି 4 ଜଣ ବ୍ୟକ୍ତି ସିମେଇର ପୁତ୍ର ଥିଲେ। ଜାହାତ ପ୍ରମୁଖ ବ୍ୟକ୍ତି ଓ ସିନା ଦ୍ୱିତୀୟ ବ୍ୟକ୍ତି ଥିଲେ। ଜେଉସ ଓ ବେରିଆ ବହୁ ପୁତ୍ର ବିଶିଷ୍ଟ ନଥିବାରୁ ସେମାନେ ଏକ ବଂଶ ରୂପେ ବିବେଚିତ ହେଲେ। କୋହାତର ପୁତ୍ରମାନେ ଆମ୍ରାମ, ଇସାର, ହେବ୍ରନ, ଉସିଏଲ ପ୍ରଭୃତି 4 ଜଣ ବ୍ୟକ୍ତି। ଆରୋନ ଓ ମୋସେସ ଆମ୍ରାମର ପୁତ୍ର ଥିଲେ। ଅତି ପବିତ୍ରତମ ବସ୍ତୁକୁ ଉତ୍ସର୍ଗ କରିବା, ପ୍ରଭୁଙ୍କ ସନ୍ନିଧାନରେ ଧୂପାର୍ଚ୍ଚନା କରିବା, ତାଙ୍କର ସେବା କାର୍ଯ୍ୟ କରିବା ଓ ତାହାଙ୍କ ନାମରେ ଆଶୀର୍ବାଦ କରିବା ପାଇଁ ଆରୋନ ଓ ତାଙ୍କର ପୁତ୍ରମାନେ ନିରନ୍ତର ନିଯୁକ୍ତି ପାଇ ପୃଥକ କରାହେଲେ। ଦିବ୍ୟ ପୁରୁଷ ମୋସେସଙ୍କ ପୁତ୍ରମାନେ ଲେବୀ ଗୋଷ୍ଠୀର ଲୋକମାନଙ୍କ ମଧ୍ୟରେ ଗଣିତ ହେଲେ। ଗେର୍ଶମ ଓ ଏଲିଏସର ମୋସେସଙ୍କ ପୁତ୍ର ଥିଲେ। ଗେର୍ଶମର ପୁତ୍ରମାନଙ୍କ ମଧ୍ୟରୁ ପ୍ରମୁଖ ବ୍ୟକ୍ତି ସେବୁଏଲ ଥିଲା। ରେହାବିଆ ଏଲିଏସରର ପ୍ରଥମ ଜାତ ପୁତ୍ର ଥିଲା। ଏଲିଏସର ଅନ୍ୟ କୌଣସି ପୁତ୍ର ନଥିଲା, କିନ୍ତୁ ରେହାବିଆର ସଂଖ୍ୟାଧିକ ପୁତ୍ର ଜାତ ହୋଇଥିଲେ। ଇସାର ପୁତ୍ରମାନଙ୍କ ମଧ୍ୟରୁ ସେଲୋମିତ ପ୍ରମୁଖ ବ୍ୟକ୍ତି ଥିଲା। ହେବ୍ରନର ପୁତ୍ରମାନେ ପ୍ରଥମ ପୁତ୍ର ଜେରିଆ, ଦ୍ୱିତୀୟ ଆମାରିଆ, ତୃତୀୟ ଯାହାସିଏଲ ଓ ଚତୁର୍ଥ ଜେକାମେୟାମ। ଉସିଏଲର ପୁତ୍ରମାନଙ୍କ ମଧ୍ୟରୁ ମିଖା ପ୍ରଥମ ଓ ଇସିଆଲ ଦ୍ୱିତୀୟ ଥିଲେ। ମେରାରୀର ପୁତ୍ରମାନେ ମାହ୍ଲି ଓ ମୁସି। ମାହ୍ଲିର ପୁତ୍ରମାନେ ଏଲେଆସାର ଓ କିସ। ଏଲେଆସାର କୌଣସି ପୁତ୍ର ନଥିଲା, କେବଳ କନ୍ୟାମାନେ ଜାତ ହେଲା ପରେ ତାର ମୃତ୍ୟୁ ଘଟିଲା। ସେମାନଙ୍କ ଆତ୍ମୀୟ ଲୋକ କିସର ପୁତ୍ରମାନେ ସେମାନଙ୍କୁ ବିବାହ କଲେ। ମାହ୍ଲି, ଏଦେର, ଜେରେମୋଥ ନାମକ 3 ଜଣ ପୁତ୍ର ମୁସିର ଥିଲେ। ଏମାନେ ସମସ୍ତେ କୁଳ ତଥା କୁଳପତି ନାମକ୍ରମେ ବଂଶାବଳୀରେ ତାଲିକାଭୁକ୍ତ ହୋଇଥିବା ଲେବୀର ପୁତ୍ରମାନେ ଥିଲେ। ସେମାନଙ୍କ ମଧ୍ୟରୁ 20 ତଥା ତତୋଧିକ ବର୍ଷ ବୟସ୍କ ବ୍ୟକ୍ତିଗଣ ପ୍ରଭୁଙ୍କ ଆଳୟର ସେବା କାର୍ଯ୍ୟ କରିବା ପାଇଁ ନିୟୋଜିତ ହେଲେ। ଦାବିଦ କହିଲେ, ପ୍ରଭୁ ଇସ୍ରାଏଲର ଈଶ୍ୱର ସ୍ୱଜନମାନଙ୍କୁ ଶାନ୍ତି ପ୍ରଦାନ କରିଅଛନ୍ତି। ସେ ଜେରୁସଲେମରେ ଚିରକାଳ ବ୍ୟାପୀ ଅବସ୍ଥାନ କରନ୍ତି। ସୁତରାଂ ଲେବୀୟମାନେ ସିନ୍ଦୁକ ତଥା ତାର ସେବା କାର୍ଯ୍ୟ ପାଇଁ ଆବଶ୍ୟକ କୌଣସି ବସ୍ତୁକୁ ଆଉ କେବେ ବହନ କରିବା ଆବଶ୍ୟକ ନୁହେଁ।
ଦାବିଦଙ୍କ ଅନ୍ତିମ ଶାସନ ଅନୁଯାୟୀ ଯେଉଁ ଲେବୀୟମାନେ ତାଲିକାଭୁକ୍ତ ହୋଇଥିଲେ ସେମାନେ 20 ବର୍ଷ ତଥା ତତୋଧିକ ବର୍ଷ ବୟସ୍କ ଥିଲେ। ଦାବିଦ ପୁଣି କହିଲେ, ପ୍ରଭୁଙ୍କ ଆଳୟର ସେବା କାର୍ଯ୍ୟରେ ଦେବାଳୟ ମଧ୍ୟସ୍ଥ ପ୍ରାଙ୍ଗଣ ତଥା ପ୍ରକୋଷ୍ଠ ସମୂହର ଯତ୍ନ ନେବା, ସମସ୍ତ ବିଶୁଦ୍ଧ ବସ୍ତୁକୁ ଶୁଦ୍ଧପୂତ କରିବା, ଦେବାଳୟର ସେବା କାର୍ଯ୍ୟ ପାଇଁ ଆବଶ୍ୟକ ଅନ୍ୟ କୌଣସି କର୍ମ କରିବା ପ୍ରଭୃତି କାର୍ଯ୍ୟରେ ଆରୋନଙ୍କ ପୁତ୍ରମାନଙ୍କ ସହାୟ ହେବା ସେମାନଙ୍କ କର୍ତ୍ତବ୍ୟ ହେବ। ଦିବ୍ୟ ସାନ୍ନିଧ୍ୟ ପ୍ରତୀକ ରୁଟି, ଶସ୍ୟ ବଳି ପାଇଁ ଆବଶ୍ୟକ ମଇଦା, ତାଡ଼ି ରହିତ ପିଷ୍ଟକ, ଉତ୍ସର୍ଗୀକୃତ ହେବାକୁ ଥିବା ସେକା ରୁଟି, ତୈଳ ମିଶ୍ରିତ ଉପହାର ରୁଟି, ଏ ସମସ୍ତର ପରିମାଣ ତଥା ରୂପାକୃତି ସେମାନଙ୍କ ତତ୍ତ୍ୱାବଧାନରେ ରହିବ। ପ୍ରତି ପ୍ରାତଃ ତଥା ସାୟଂକାଳରେ ସେମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଅର୍ପଣ ତଥା ପ୍ରଶଂସା ଗାନ କରିବେ। ସାବତ, ଅମାବାସ୍ୟା ତଥା ଆଡ଼ମ୍ବରପୂର୍ଣ୍ଣ ଉତ୍ସବ ଦିନରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବା ସମୟରେ ନିୟମାନୁଯାୟୀ ନିଶ୍ଚିତ ସଂଖ୍ୟାନୁଯାୟୀ ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତି ସେଥିପାଇଁ ଉପସ୍ଥିତ ହେବେ। ଏହିପରି ସମାଗମ ଶିବିର ତଥା ପବିତ୍ରାଳୟର ଯତ୍ନ ନେଇ ପ୍ରଭୁଙ୍କ ଆଳୟରେ ସେବା କାର୍ଯ୍ୟ କରୁଥିବା ଆରୋନଙ୍କ ପୁତ୍ରମାନଙ୍କୁ ସେମାନେ ସାହାଯ୍ୟ କରିବେ।